ବିଲକୁ କାମ କରିବା ପାଇଁ ଯାଇଥିବା ଜଣେ ଯୁବକକୁ ଭାଲୁ ଅତର୍କିତ ଭାବେ ଆକ୍ରମଣ କରି ଅତି ଗୁରୁତର କରି ପକାଇଛି, ଯାହାକି ତାଙ୍କ ମୁଣ୍ଡ, ଗୋଡ଼ ଓ ହାତରେ ଗଭୀର କ୍ଷତ ସୃଷ୍ଟି ହୋଇଥିବା ବେଳେ ଗୁରୁତର ଯୁବକ ଜଣକ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେଶଡିହା ପଞ୍ଚାୟତ ଚିରୁପଦା ଗ୍ରାମର ମରାପୁର୍ତ୍ତିଙ୍କ ପୁଅ କଣ୍ଡେରାମ ପୂର୍ତ୍ତି। ତେଣୁ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଏକ ଅଟୋ ଯୋଗେ ପରିବାର ଲୋକମାନେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ସଚିଦାନନ୍ଦ ପଲେଇଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।